ଜୟ ଜଗନ୍ନାଥ ସାଙ୍ଗମାନେ। ତ ଆଜି ଆମ ପାଖକୁ ଭିଭୋ Y91 ହ୍ୟାଣ୍ଡସେଟ୍ ଆସିଛି। ତ ଏଥିରେ ଆମର ପ୍ରୋବ୍ଲେମ୍ ଅଛି କି ପାୱାର ଆଇସି ଓଭରହିଟ୍ ହେଉଛି। ତ Y91, 93, 95 ଯେତିକି ବି ମଡେଲ ଅଛି ତ MTK CPU ବାଲା, କେବଳ MTK CPU ବାଲାର ପାୱାର ଆଇସିରେ MT 6357 CRBରେ ତାର ହିଟିଂ ଇସ୍ୟୁ ଆସୁଛି। ତ ହିଟିଂ ଇସ୍ୟୁ ଆସୁଛି, ବହୁତ କମନ୍ ଇସ୍ୟୁ ଅଛି। ତ ପ୍ରୋବ୍ଲେମଟି ସଲ୍ଭ ବହୁତ କମ୍ ଟାଇମରେ ବି ହେଇଯିବ। ତ ଫାଷ୍ଟ ଆମେ ମୋବାଇଲର ସେନ୍ସର ଲାଇନ୍ ଚେକ୍ କରିବା। ତ ସେନ୍ସର ଲାଇନ୍ ଯଦି ଆମର ଓକେ ଥାଏ ତ ଆମର କେବଳ କଲିଂ ସେନ୍ସରରେ ଚେଞ୍ଜ କରିବା ବା ଟେପ୍ ମାରି ଛାଡ଼ିଦେବା। କାହିଁକି କାରଣ ନା କଲିଂ ସେନ୍ସର ସର୍ଟ ଥିଲେ କିମ୍ବା ଆମର ସେନ୍ସର ଲାଇନ୍ ସର୍ଟ ଥିଲେ ତ ଆମର ପାୱାର ଆଇସି ଓଭରହିଟିଂ ହୋଇଥାଏ। ତ ଆମେ ସେ କେବଳ କଲିଂ ସେନ୍ସରରେ ଆମେ ଗୋଟିଏ ସିଙ୍ଗଲ ଟେପ୍ ମାରିଦେବା। ଯେଉଁ ଟେପ୍ ପାରିବେ ସେଇ ଟେପ୍ ମାରିପାରିବେ, କିଛି ଅସୁବିଧା ନାହିଁ। ତ ଖାଲି ଟେପ୍ ମାରିଲା ପରେ ଆମେ ଏବେ ଚାଲନ୍ତୁ ଚେକ୍ କରିବା ଆମର ପ୍ରୋବ୍ଲେମ୍ ସଲ୍ଭ ହେଲା କି ନାହିଁ। ତ ଦେଖିପାରୁଛେ ଆମେ ସ୍ମୋକ୍ ଫାଷ୍ଟ କରିଦେବା। ତ ସ୍ମୋକ୍ କଲା ପରେ ଚାଲନ୍ତୁ ଆମେ ଅନ୍ କରି ସେଟ୍କୁ ଚେକ୍ କରିବା ଆଉ ଓଭରହିଟ୍ ହେଉଛି କି ନାହିଁ। ତ ଦେଖିବା ଏବେ ସେଟ୍ଟା ଆମେ ଅନ୍ କରି ଚେକ୍ କରିବା। ତ ଅନ୍ କଲା ପରେ ଆମର ସେଟ୍ଟି ଦେଖିପାରୁଥିବେ କୌଣସି ପ୍ରକାର ହିଟିଂ ଇସ୍ୟୁ ଆଉ ଆସୁନାହିଁ। ତ ଦେଖିଥିବେ ସ୍କ୍ରିନରେ। ତ ଏଇଭଳିଆ ଆମର ପ୍ରୋବ୍ଲେମଟି ସଲ୍ଭ ହେଇଗଲା ବହୁତ କମ୍ ଟାଇମରେ ବି। ଆଉ ଏଇ ଛୋଟ ଛୋଟ ଜିନିଷକୁ ଖୋଜିକି ବଡ଼ ଇସ୍ୟୁ ବି କରିଦିଅନ୍ତି। ତ ଫାଷ୍ଟ ଚେକ୍ କରିବା ତାପରେ କାମ କରିବା। ତ ଏଇଭଳିଆ ଭିଡ଼ିଓ ଦେଖିବାକୁ ହେଲେ ଆମ ଚ୍ୟାନେଲକୁ ଫଲୋ ଆଉ ଲାଇକ୍ ସେୟାର ଜରୁର କରିବେ। ତ ରହିଲି, ଧନ୍ୟବାଦ।